ଭାଇ କ'ଣ କହିବେ ଆଜି ବିଜେପି ସୁଦୃଢ଼ କରିବା ପାଇଁ ବିଜେପି ଯୋଗଦାନ କଲେ? ମୁଖ୍ୟ ମୋର ଘରଟା ହେଉଛି ଧାମରା ଚାନ୍ଦବାଲି ମାର୍କେଟ ଦାରୁଣ ପ୍ରଦର୍ଶନ ମୁଁ MD ସୋସିଆଲ ଆକ୍ଟିଭିଟି। ମୁଖ୍ୟ ମୁଦ୍ଦା ହେଉଛି ଆପଣଙ୍କର ସେଠି ଆମର ଲୋକାଲ ପିଲାମାନେ ଆଦାନୀରେ କେହି ଆପଏଣ୍ଟମେଣ୍ଟ ହେଇପାରୁନାହାନ୍ତି। ପିଲାମାନେ ସବୁ ବାହାରକୁ ଯାଉଛନ୍ତି। ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମନମୋହନ ମାଝୀଙ୍କୁ ଜିତେଇବା ଏବଂ ଆମର ଯେଉଁ ଯୁବ ଭାଇମାନେ ରହୁଛନ୍ତି ସେମାନଙ୍କୁ ସେଠି କେମିତି ଆପଣ ମାନେ ଅବସ୍ଥାପିତ କରିବା। ଧାମରାକୁ ଏପର୍ଯ୍ୟନ୍ତ ଆମର ପାସେଞ୍ଜର ଟ୍ରେନ୍ ଚାଲୁ ହେଇପାରିନି, ସେଇଟା ଗୋଟେ ମୁଦ୍ଦା ରହିବ। ଆଉ ମୋଦିଙ୍କ ବିକାଶକୁ ନେଇକି ଆଗକୁ ଯିବା। ଦୀର୍ଘ ଦିନ ଧରି ଆପଣ କଂଗ୍ରେସରେ ଥିଲେ, ବର୍ତ୍ତମାନ ଭାରତୀୟ ଜନତା ପାର୍ଟିକି ଆସିଲେ। ମୁଁ ରାଜନୀତିରେ ଏତେ ଫ୍ରଣ୍ଟରେ ରାଜନୀତି କରେନି, ସୋସିଆଲ ଆକ୍ଟିଭିଷ୍ଟ। ମୁଁ ମନମୋହନ ମାଝୀଙ୍କ ପାଇଁ ମୁଁ ଏତେ ଦଳ ଯୋଗ କଲି। ମନମୋହନ ମାଝୀଙ୍କୁ ଆମେ ନିଶ୍ଚିତ ଜିତେଇବୁ। ଆପଣ ଭାବୁଛନ୍ତି ଓଡ଼ିଶା ରାଜ୍ୟରେ ସରକାର ବଦଳିବା ଦରକାର? ବଦଳିବ, ନିଶ୍ଚିତ ବଦଳିବା ଦରକାର, ନିଶ୍ଚିତ ବଦଳିବ। ଦୁଇଥର ML ଅଛନ୍ତି ଯିଏକି ବ୍ୟୋମକେଶ ରାୟ ବିକାଶ ସେମିତି ଆଖି ଦୃଶିଆ କିଛି କରିନାହାନ୍ତି। ଲୋକ ବ୍ୟୋମକେଶ ରାୟଙ୍କୁ ଭୋଟ ଦେଉଛନ୍ତି, ଉଦ୍ଘାଟନ ବେଳେ ଯାଉଛନ୍ତି ପାଣ୍ଡିଆନ। ଆଉ ତାଙ୍କୁ ଭୋଟ ଦେଇକି କ'ଣ ହେବ? ପାଣ୍ଡିଆନଙ୍କୁ ଠିଆ କରୁଛନ୍ତି, ତାଙ୍କୁ ଭୋଟ ଦେବା। ଆପଣଙ୍କର ତାହେଲେ ମନମୋହନ ଭାଇଙ୍କ ପ୍ରତି ଜିତେଇବାର ସହଯୋଗ ରହିବ? ନିଶ୍ଚିତ ନିଶ୍ଚିତ ଜିତିବୁ। କାହିଁକିନା ଆର ଥର ହିଁ ବ୍ୟୋମକେଶ ଯେଉଁ ଜିତିଥିଲେ ଧାମରା ପଞ୍ଚାୟତରୁ ହିଁ ଜିତିଥିଲେ, ତ ଏଥର କ'ଣ ରହିବ ଧାମରା ପଞ୍ଚାୟତ? ଧାମରା ପଞ୍ଚାୟତ ନାହିଁ, ବ୍ୟୋମକେଶ ସବୁ ନିଜେ ବି ଉପଲବ୍ଧି କଲେଣି। ସେଠି ଲୋକମାନେ ତାଙ୍କ ପ୍ରତି କ୍ଷୁବ୍ଧ, ସାଧାରଣ ଭୋଟର ସମସ୍ତେ ନେଗେଟିଭ୍ ଅଛନ୍ତି। ସିଏ ନିଜ ଭୋଟକୁ ବର୍ତ୍ତମାନ ରଖିପାରୁନାହାନ୍ତି। ଆଉ ପ୍ରତ୍ୟେକ ଦିନ ବିଜେପିର ମିଶ୍ରଣ ପର୍ବ ଚାଲିଛି, ଲୋକ ବିଜେପି ମୁହାଁ ହେଲେଣି। ମନମୋହନ ମାଝୀ ନିଶ୍ଚିତ ଜିତିବେ। ଆଜି ପର୍ଯ୍ୟନ୍ତ କ'ଣ ସବୁ ମୁଖ୍ୟ ସମସ୍ୟା ରହିଛି ଯେ ସମାଧାନ ହେଇପାରୁନି? ଆପଣଙ୍କର ବଡ଼ ବଡ଼ ନଦୀ ଦୁଇଟା ଅଛି। ଆପଣଙ୍କର ଆରଡ଼ିକୁ ଗୋଟେ ନଦୀ ରହିଛି, ଏପଟେ ଜଦିଆ ପାଖରେ ଗୋଟେ ନଦୀ ଅଛି, ସେ ପୋଲ ଏପର୍ଯ୍ୟନ୍ତ ହେଇପାରୁନି। ବାଁହାଟା ନଦୀର ପୋଲ ବହୁତ କଷ୍ଟରେ ମାନେ 7 ବର୍ଷ 8 ବର୍ଷ ପରେ ହେଲା। ଆଉ ଯୁବକମାନଙ୍କ ନିଯୁକ୍ତି ଲୋକାଲ ପିଲାମାନଙ୍କୁ ସେଇଟା ହେଇପାରୁନାହିଁ।